ଅପ୍ରକଟ ପରେ କଳି ବୈଷ୍ଣବ ସାଜିକିରି ବୈଷ୍ଣବ ସମ୍ପ୍ରଦାୟ ଭିତରେ ପଶିଗଲା। ବୁଝିପାରିଲ? ପଶିଯିବାରୁ ମହାପ୍ରଭୁଙ୍କର ଯୋଉ ସମ୍ପ୍ରଦାୟ ଆସୁଛି ତା ଭିତରେ 13ଟା ଅପସମ୍ପ୍ରଦାୟ ସୃଷ୍ଟି ହେଲା। ବୁଝିପାରିଲ? ଆଉଲ କାଉଲ ବାଉଲ, ସହଜିଆ ଗୌରାଙ୍ଗ ନାଗରୀ ସଖୀ ବ୍ୟକ୍ତି ଚୂଡ଼ାଧାରୀ, ଅତି ବଡି ସ୍ମାର୍ତ ଜାତି ଓ ସାଇଁ ଇତ୍ୟାଦି ଇତ୍ୟାଦି 13ଟା ଅପସମ୍ପ୍ରଦାୟ ସୃଷ୍ଟି ହୋଇଛି। ଏ କଳିର କାରଣ ଏମାନେ ଅପସମ୍ପ୍ରଦାୟ ହୋଇଛନ୍ତି। ଶୁଦ୍ଧ ସମ୍ପ୍ରଦାୟ ବୈଷ୍ଣବ ସମ୍ପ୍ରଦାୟ ଏମାନେ ନୁହନ୍ତି। ଏ କଥା ମଧ୍ୟ ଏ ବିପଦ ଅଛି ଏ ଯୁଗରେ। ଏ କଥା ସାଧାରଣ ଲୋକ କେହି ବୁଝନ୍ତି ନା। ସେଥିପାଇଁ ବୈଷ୍ଣବ, ଆମେ ତ ବୈଷ୍ଣବ ସଜ୍ଜା ସମ୍ପ୍ରଦାୟ ଅଛନ୍ତି, ଚୂଡ଼ାଧାରୀ ଅଛନ୍ତି, ଅତି ବଡି ସମ୍ପ୍ରଦାୟ ଅଛି, ଏସବୁ ଅଛନ୍ତି। ବୁଝିପାରୁଛ? ସେମାନେ କିନ୍ତୁ କଡ଼ାକଡ଼ି ଭାବରେ ମହାପ୍ରଭୁଙ୍କର ଯୋଉ ସାଧନ ବିଧି, ମହାପ୍ରଭୁଙ୍କର ଯୋଉ ଭଜନ ପ୍ରଣାଳୀ ଏଗୁଡାକୁ ଅନୁସରଣ ସେମାନେ କରନ୍ତି ନାହିଁ। ସେମାନେ କିଛି ତାଙ୍କର ମନ ଧର୍ମ ପ୍ରବେଶ କରି ଦେଇଛନ୍ତି। ଯେମିତି ଚା ବିଡି ଖାଉଛନ୍ତି, ପାନ ବି ଖାଉଛନ୍ତି, କାହିଁକି ଆମେ ଖାଇବା ନା? ଏଇ କଥା ମଧ୍ୟ ସେମାନେ କରୁଛନ୍ତି। ସହଜିଆ ଏତେ କଡ଼ାକଡ଼ି କାହିଁକି ପାଳନ କରାଯିବ? ମହାପ୍ରଭୁ ତ ପରମ କାରୁଣିକ, ଆପାମର ବିତତା, ପାମର ଯୋଉଗୁଡାକ ନିହାତି ଯୋଗ୍ୟ କିଛି ବିଚାର କରିନାହାନ୍ତି, ପର ଆପଣା କିଛି ବିଚାର କରିନାହାନ୍ତି, ପ୍ରେମ ଯାଚି ଯାଚି ଦେଇଛନ୍ତି। ଏତେ ଉଦାର, ଏତେ କଡ଼ା କଥାଟା କାହିଁକି ପାଳନ କରିବା? ଏ କଥା ତାଙ୍କର ମନ ଧର୍ମ ପ୍ରସ୍ତୁତ କରି ସେମାନେ ସାଧନ ବିଧି ମାନୁନାହାନ୍ତି। ସେମାନେ କହୁଛନ୍ତି ବିଧି ମାର୍ଗଟେ ନିଚତର ପ୍ରାଥମିକ ଶ୍ରେଣୀର ଲୋକଙ୍କ ପାଇଁ, ସାଧକ ଭକ୍ତଙ୍କ ପାଇଁ। ଆମେ ତ ଉନ୍ନତ ସ୍ତରର ରାଗମାର୍ଗ, ଆମେ ରାଗମାର୍ଗ ବହୁ ଉନ୍ନତ ସ୍ତରର, ଆମ ପାଇଁ ବିଧି ତ ଦରକାର ନାହିଁ। ବିଧି ଧର୍ମ ଛାଡ଼ିବ ଯେ କୃଷ୍ଣେଶ୍ୱର ନିଷିଦ୍ଧ ପାପାଚାର ତାର କବୁ ନୁହେଁ। ମନ ଅଜ୍ଞାନେ ବା হয় ଯଦି ପାପ ଉପସ୍ଥିତ, କୃଷ୍ଣ ତାର କ୍ଷମା କରେ, ନ କରାଏ ପ୍ରାୟଶ୍ଚିତ। এই କଥା ଅଛି ଆମର। ଯୋଉମାନେ ସେ ରାଗମାର୍ଗକୁ ଯିବେ ସେମାନଙ୍କ ସେମାନେ ବିଧି ଅନୁସରଣ କରିବେ ନା। ସେଟା ସ୍ୱତ ହବ, ଜାଣିଶୁଣି ନୁହେଁ। ଯେତେବେଳେ ଭାବ ପରିପୁଷ୍ଟ ହେଇଯିବ, ତୁମର ପ୍ରେମ ସ୍ତରକୁ ଚାଲିଯିବ, ଆଦୌ ଶ୍ରଦ୍ଧା ତତ୍ଵ ସାଧୁ ସଙ୍ଗ ଅର୍ଥ ଭଜନ କ୍ରିୟା ତତ ଅନର୍ଥ ନିବୃତ୍ତି। ବୁଝିପାରିଲ? ଅନର୍ଥ ନିବୃତ୍ତି ପରେ ଆସୁଛି କଥା ଗୁଡାକ। ଘିରେছে নানান অর্থরে ভাই। ଅନର୍ଥ ନିବୃତ୍ତି ଯଦି ନ ହେଇଛି ଆଉ କି ରାଗମାର୍ଗ ତମର ଆସିଲା କୋଉଠି କିଅ? ଅନର୍ଥ ନିବୃତ୍ତି ପରେ ନିଷ୍ଠା, ନିଷ୍ଠାସ୍ତତ ରୁଚିସ୍ତତ ଆସକ୍ତିସ୍ତତ ଭାବ। ଏ ଭାବ ସ୍ତରକୁ ଆସିଲେ ଯାଇକିରି ହବ ରାଗ କଥା ଆସିବ। ଭାବ ପରିପକ୍ୱ ହେଲେ ଯାଇ ପ୍ରେମ ଆସିବ। ଏ ରୂପ ଗୋସ୍ୱାମୀ କ୍ରମ ବର୍ଣ୍ଣନା ଦେଇଛନ୍ତି। କିନ୍ତୁ ଏମାନଙ୍କର ଅନର୍ଥ ପରିପୂରିତ ହେଇକି ରହିଛି, ଏମାନେ ରାଗମାର୍ଗକୁ ଚାଲିଗଲ। ତୁମେ କି ପାଇ ତୁମର ଅନର୍ଥ ନିବୃତ୍ତି ହେଇନା, ଆଉ ରାଗମାର୍ଗକୁ କେମିତି ଗଲ ତୁମେ? ତମେ ବୁଝିପାରୁଛ? ଏଇ ସବୁ ଚାଲିଛି ବର୍ତ୍ତମାନ। ସେଥିପାଇଁ ଆମେ ରାଗମାର୍ଗୀ, ଆମର ବିଧି ଦରକାର। ଯୋଉମାନେ ରାଗମାର୍ଗୀ ସେମାନେ ସମାଜରେ ରହନ୍ତି ନା, ସେମାନେ ଏକାନ୍ତ ଭଜନ କରନ୍ତି, ଏକାନ୍ତ ସ୍ଥାନରେ ରହିବେ, ଲୋକଲୋଚନରେ ଆସିବେ ନା, କାରଣ ଲୋକମାନେ ବୁଝିପାରିବେ ନା ତାଙ୍କର କଥା କିଛି। ତେଣୁ ଉତ୍ପାତ କଳ୍ପତେ, ଉତ୍ପାତ ହେଇଯିବ ସମାଜରେ। ତେଣୁ ସେମାନେ ଆସନ୍ତି। ଯୋଉମାନେ ଆସନ୍ତି ସମାଜକୁ, ସେମାନେ ଗୋଷ୍ଠୀ ଆନନ୍ଦୀ,
ସେମାନେ ଲୋକ ସଂଗ୍ରହ କରିବାକୁ ଆସନ୍ତି, ଲୋକ ଶିକ୍ଷା ଦେବା ପାଇଁ ଆସନ୍ତି। ଆଉ ବିଧିଟାକୁ କଡ଼ାକଡ଼ି ଆଚରଣ କରି ଶିଖାନ୍ତି। କାରଣ ସାଧାରଣ ଲୋକ ପାଇଁ ବିଧିଟା ଦରକାର ଅଛି, ବୁଝିପାରୁନା। ଯଦିଓ ସେମାନେ ଖୁବ ଉଚ୍ଚ ସ୍ତରର ପରମହଂସ ଶ୍ରେଣୀରେ ବା ସେ ରାଗ ମାର୍ଗୀୟ ଭଜନ କରନ୍ତି, ସେଇ ଶ୍ରେଣୀର ସେଇ ସ୍ତରର, ତଥାପି ସେମାନେ ଲୋକ ଶିକ୍ଷା ଦେବାକୁ ଯେତେବେଳେ ଆସୁଛନ୍ତି ସେମାନେ ବିଧିଟାକୁ କଡ଼ାକଡ଼ି ପାଳନ କରୁଛନ୍ତି ଜୀବନରେ। କାରଣ ନିଜେ ପାଳନ ନ କଲେ, ଆଚରଣ ନ କଲେ ତୁମେ ଶିଖେଇ ପାରିବନି। ତୁମ କଥା ଖାଲି ଲୋକେ ଶୁଣିବେ ନା, ତୁମ କାର୍ଯ୍ୟକୁ ଦେଖିବେ କଣ କରୁଛ, ବୁଝିପାରୁନ। ତେଣୁ ଏପରି କଥା କହିଲେ ଚଳେ ନା, ବୁଝିପାରୁଛ। ଯଦି ତୁମେ ରାଗ ମାର୍ଗୀ ହେଲ ତାହେଲେ ଏକାନ୍ତ ସ୍ତରରେ ବାସ କର, ତୁମ ରାଗ କରୁଥାଉ ସୃଷ୍ଟି। ତୁମେ କାହିଁ ଲୋକ ସମାଜରେ ଏଗୁଡାକ କରୁଛ, ଏଇଟାই ପାଠଟା। ସେଥିପାଇଁ ଏଗୁଡାକ ଅପସମ୍ପ୍ରଦାୟୀ ବୋଲି କୁହାଯାଇଛି। ସୁଧ ସମ୍ପ୍ରଦାୟ ମାନେ ନୁହନ୍ତି। ଏଇଟା ସହଜ ପାଠ ଅଛି। ସେ ସାଧାରଣ ଲୋକ ହଁ ସେ ତ ବୈଷ୍ଣବ, ଏ ତ ଚା ପାନ ଖାଉଛନ୍ତି, ଆମେ କରୁଛନ୍ତି, ଆଉ ଆମକୁ କାହିଁ ମନାଇ କରୁ, ଆମେ ସେଇ ବୈଷ୍ଣବ ଭାଇ। ଏତେ କଡା ପାଠ ନା ନାଇଁ। ପୁଣି ଆହୁରି ଦଳେ ଅଛନ୍ତି ଆହୁରି ସହଜିଆ ହେଇକି କହୁଛନ୍ତି, ଓହୋ ବେଟା ହରିଆ ହରିଆ ବୋ, ମାଗୁର ମାଛ ଝୋଲ ଯୁବତୀ ସ୍ତ୍ରୀର କୋଲ, ବେଟା ହରିଆ ହରିଆ ବୋ। ଏଡେ ଏ ମାଗୁର ମାଛ ଝୋଳ ଖାଅ, ଯୁବ ସ୍ତ୍ରୀ କୋଳ ହରି ହରି କୁହ ମ। ଏଇ ପୁରା ମହାପ୍ରଭୁ କହିଛନ୍ତି। ଏଇଟା ମନ କଥା ତା ତ କିରେ ଏଇ ପାଠ କୋଉଠି ଅଛି? ଏ ପ୍ରକାର ଚାଲିଛି। ସେଥିପାଇଁ ଶୁଦ୍ଧ ପରମ୍ପରାଟା କଣ, ଶୁଦ୍ଧ ସମ୍ପ୍ରଦାୟ କଣ, ଇଏକୁ ନ ଜାଣିଲେ ଅଡୁଆରେ ପଡିବ। ପ୍ରକୃତ ତତ୍ତ୍ୱ ଉପଲବ୍ଧି ତୁମର ଏଗୁଡାକ ସବୁ ହବ। ସେଇଥିପାଇଁ ସମ୍ପ୍ରଦାୟ କଥା ଆମର ଦିଆଅଛି, ଶାସ୍ତ୍ରରେ ଅଛି, ପ୍ରମାଣ ଦିଆଯାଉଛି। ଯେ ବିଜ୍ଞ ଲୋକ, ଯେ ବୁଦ୍ଧିମାନ ବ୍ୟକ୍ତି, ଯେ ସବୁ ତତ୍ତ୍ୱ ଜାଣିବା ପାଇଁ ଅତ୍ୟନ୍ତ ଆଗ୍ରହୀ, ପ୍ରବଳ ଜିଜ୍ଞାସା ତାଙ୍କର ଅଛି, ସେମାନେ ଏସବୁ ଜିଜ୍ଞାସା କରି ବୁଝିବା ଉଚିତ ଏବଂ ଉପଯୁକ୍ତ ପରମ୍ପରା, ପ୍ରାମାଣିକ ପରମ୍ପରା, ବୈଷ୍ଣବ ପରମ୍ପରା, ଚୈତନ୍ୟଙ୍କର ଠାରୁ ଆସିଥିବା ଶୁଦ୍ଧ ବୈଷ୍ଣବ ଚୈତନ୍ୟଙ୍କ ଅନୁଗତ ଲୋକ ବ୍ୟକ୍ତିଙ୍କର ପାଦାଶ୍ରୟ କରି ତାଙ୍କର ଆନୁଗତ୍ୟରେ ଭଜନ କଲେ ଯାଇକରି ସେ ସବୁ କଥା ବୁଝିପାରିବେ। ହୃଦୟ ବିଶୁଦ୍ଧ ହବ, ବୁଝିପାରିବେ, ତା ନହେଲେ ହେଇପାରିବ ନା। ସେଥିପାଇଁ କୁହାଯାଇଛି ନାନା ମୁନିଙ୍କର ଯୋଉ ନାନା ମତ, ଯତ ମତ ତତ ପଥ, ଏ କଥା ତାହା କଣ ନା, ତାହା କେବଳ ବଞ୍ଚନ, ବୁଝିପାରିଲ। ହଜାର ହଜାର ଲୋକଙ୍କର ହଜାର ହଜାର ମତ ଆସିବ ନା, କାରଣ ସବୁଗୁଡା ଠିକ ନାହିଁ। ଠିକ ହଉଛି ଗୋଟେ ଜିନିଷ, 2 ଦୁଣେ 4 ଏଇଟାই ଠିକ, 5 3 କିମ୍ବା 8 7 ନୁହେଁ। ତେଣୁ ନାନା ମୁନିଙ୍କର ନାନା କଥା, ଯତ ମତ ତତ ପଥ କହିଲେ କଣ ଠିକଣା ହେଲା? ଏଗୁଡାକ ବଞ୍ଚନା କେବଳ। ସେଇଥିପାଇଁ ଶୁଦ୍ଧ ପରମ୍ପରା ଅବତାର ଅବରୋହ ପଥେ ସିଦ୍ଧି, ବୁଝିପାରୁଛ। ବଦ୍ଧ ଜୀବ ତ ସ୍ୱର୍ବିସ୍ମୃତ ହେଇଛି, ଶୁଦ୍ଧ ଜ୍ଞାନ ନାହିଁ, ଜଡେନ୍ଦ୍ରିୟର ବଶବର୍ତ୍ତୀ ଜଡ ଜ୍ଞାନ, ଏଟା ପ୍ରବଳ ଜୈବ ଜ୍ଞାନ, ସଂକୀର୍ଣ୍ଣ ଜୈବ ଜ୍ଞାନ। ଏ ସଂକୀର୍ଣ୍ଣ ଜୈବ ଜ୍ଞାନରେ ଆମେ କେତେବେଳେ ବୈଧ ଧର୍ମରେ, କେତେବେଳେ ତ୍ୟାଗ ଧର୍ମରେ, କେତେବେଳେ ଗ୍ରହଣ ଧର୍ମ ଇତ୍ୟାଦି ମନ ଧର୍ମରେ ବ୍ୟସ୍ତ ହେଉଛ, ବୁଝିପାରୁଛ। ଜଗତର ହଜାର ହଜାର ଲୋକଙ୍କର ହଜାର ହଜାର ମତ ତ ଅଛି, ପ୍ରତ୍ୟେକ ଲୋକର ଏକଟା ନୂତନ ମତ ହେଇଥାଏ। ଆମେ ଏ ଜଗତରେ ପ୍ରତ୍ୟେକଙ୍କ ଦ୍ୱାରା ବଞ୍ଚିତ ହୋଇପାରିବା, ଏ ପଦ୍ଧତି ଗ୍ରହଣ କରିବା, ଆମେ ବଞ୍ଚିତ ହିଁ କେବଳ ହେବା ନାଇଁ। କିନ୍ତୁ ସ୍ୱୟଂ ପ୍ରକାଶ ବସ୍ତୁ ଯେ ଭଗବାନ, ସେ ଯଦି କୃପା କରି ସ୍ୱୟଂ ପ୍ରକାଶିତ ହୋଇ ଆମ ହୃଦୟରେ ତାଙ୍କର ସ୍ୱରୂପ ପ୍ରକାଶିତ କରିଦିଅନ୍ତି, ତାହେଲେ ଆମର ବଞ୍ଚିତ ହେବାର ସମ୍ଭାବନା ନାହିଁ। ସେଥିପାଇଁ କଠୋପନିଷଦ କହନ୍ତି ନାମାତ୍ମା ପ୍ରବଚନ ଲବ୍ଧ